ଥରେ ଦୁର୍ବାସା ଋଷି ଦ୍ୱାରିକା ଦେଇ ଯାଉଥିଲେ, ତାଙ୍କ ସହିତ ତାଙ୍କର ଶିଷ୍ୟ ଥିଲେ। ସେଠୁ ତ ଜାଣିଲେ ଏଇଟା ଦ୍ୱାରିକା ବୋଲି। ସେଠୁ ସେ କ'ଣ କଲେ, ତାଙ୍କ ଶିଷ୍ୟଙ୍କୁ କହିଲେ ତୁମେ ଗୋଟେ କାମ କର, କୃଷ୍ଣକୁ ଡକାଅ, ମୁଁ ତାଙ୍କ ସହିତ ଟିକେ ଭେଟ କରିକି ଯିବି। ଯେତେବେଳେ ତାଙ୍କ ଶିଷ୍ୟ ଠାକୁରଙ୍କ ପାଖକୁ ଗଲେ, କହିଲେ ପ୍ରଭୁ ଦୁର୍ବାସା ଋଷି ଆପଣଙ୍କ ସହିତ ମିଶିବା ପାଇଁ ଚାହୁଁଛନ୍ତି, ଭେଟିବା ପାଇଁ ଚାହୁଁଛନ୍ତି। ସେଇଠୁ କୃଷ୍ଣ ଭଗବାନ ଦୌଡ଼ି ଦୌଡ଼ି ତାଙ୍କ ପାଖରେ ଆସି ପହଞ୍ଚିଲେ। ପହଞ୍ଚିଲା ପରେ ତାଙ୍କୁ ଜୁହାର ହେଲେ, ଭଲ ମନ୍ଦ କଥା ପଚାରିଲା ପରେ କୃଷ୍ଣ ଭଗବାନ କହିଲେ ଋଷିବର, ଯେତେବେଳେ ଆପଣ ଏତେ ବାଟ ଆସୁଛନ୍ତି ତାହେଲେ ଚାଲନ୍ତୁ ଥରେ ମୋ ଦ୍ୱାରିକା ବୁଲିକି ଯାଆନ୍ତୁ। ସେ ମନା କରୁଥିଲେ, କିନ୍ତୁ ଜବରଦସ୍ତି ତାଙ୍କୁ କରିବାରୁ ସେ କହିଲେ ଠିକ୍ ଅଛି ମୁଁ ଯିବି, ଗୋଟେ ସର୍ତ୍ତରେ ଯିବି। କହିଲେ କ'ଣ ସର୍ତ୍ତ ଅଛି ଆପଣଙ୍କର? ନା ସର୍ତ୍ତ ଏଇଆ ଅଛି, ରଥରେ ଯେଉଁ ଦୁଇଟା ଘୋଡ଼ା ଅଛି, ସେ ଘୋଡ଼ା ଦୁଇଟିକୁ କାଢ଼ି ଯଦି ତୁମେ ଆଉ ତୁମର ସ୍ତ୍ରୀ ରୁକ୍ମଣୀ ସେ ରଥଟିକୁ ଟାଣିବ ତାହେଲେ ମୁଁ ହୁଏତ ଯାଇପାରେ। ସେଠୁ ସେ ବହୁତ ଜୋର ଦୌଡ଼ିକି ଗଲେ, ଯାଇକି ରୁକ୍ମଣୀ ମାଆଙ୍କୁ କହିଲେ ଦୁର୍ବାସା ଋଷି ଆସୁଛନ୍ତି, ତାଙ୍କୁ ମୁଁ ନିମନ୍ତ୍ରଣ କରିଛି ମୋ ପାଖକୁ ଆସିବା ପାଇଁ, କିନ୍ତୁ ତାଙ୍କର କିଛି କଥା ଏମିତି ଅଛି, କିଛି ସର୍ତ୍ତ ଅଛି କି ଆମେ ଦୁଇ ଜଣ ଘୋଡ଼ା ଜାଗାରେ ଆମେ ଦୁଇ ଜଣ ଯଦି ତାଙ୍କ ରଥକୁ ଟାଣିବା ତାହେଲେ ସେ ଆସିବେ। ସେଠୁ କୌଣସି କିଛି ପ୍ରଶ୍ନ ନ ପଚାରି ଦୁଇ ଜଣ ଦୌଡ଼ି ଦୌଡ଼ି ଆସିଲା ପରେ ତାଙ୍କୁ ଅତିଥି ଭାବରେ ତାଙ୍କୁ ସେ ରଥରେ ବସେଇ ତାଙ୍କୁ ଟାଣି ଟାଣି ନେଇ ଚାଲିଗଲା ପରେ ଦ୍ୱାରିକାରେ ପହଞ୍ଚିଲେ, ତାଙ୍କ ସିଂହାସନରେ ତାଙ୍କୁ ବସେଇଲେ। ଯେମିତି ତାଙ୍କର ଅତିଥି ସତ୍କାର କରିବା କଥା ସେମିତି କଲେ, ତାଙ୍କ ଗୋଡ଼ ଧୋଇଲେ। ତାଙ୍କ ସବୁ ସେବା ସଂସ୍କାର କରିସାରିଲା ପରେ ତାଙ୍କ ପାଇଁ 56 ପ୍ରକାର ବ୍ୟଞ୍ଜନ ବନେଇଲେ। ବ୍ୟଞ୍ଜନ ବନେଇକି ଆଣିକି ତାଙ୍କ ପାଖରେ ପରଷିଦେଲେ। ସେତେବେଳେ ସେ ମନା କଲେ ମୁଁ ୟାକୁ ଖାଇବି ନାହିଁ, ମୋ ପାଇଁ ପାୟସ ବନେଇକି ଆଣ। ସେଇଠୁ ଭଗବାନ ପୁଣି ଯାଇକି ରୁକ୍ମଣୀ ମାଆଙ୍କୁ କହିଲେ କି ଋଷିବର ପାୟସ ଖାଇବା ପାଇଁ ଇଚ୍ଛା କରୁଛନ୍ତି, ତାଙ୍କ ପାଇଁ ପାୟସ ବନାନ୍ତୁ। ସେଇଠୁ ତାଙ୍କ ପାଇଁ ପାୟସ ବନେଇଲା ପରେ ଗୋଟେ ଚାମଚ ପାୟସ ଖାଇଛନ୍ତି। ଖାଇସାରିଲା ପରେ ଶ୍ରୀକୃଷ୍ଣ ଭଗବାନଙ୍କୁ ଦେଲେ, କହିଲେ ହେଉଛି ତୁମେ ଖାଅ। ସେଠୁ ଶ୍ରୀକୃଷ୍ଣ ଭଗବାନ କ'ଣ କଲେ, ତା ଭିତରୁ ଟିକେ ଅଳ୍ପ କିଛି ପାଇସାରିଲା ପରେ ସେଠୁ ଦୁର୍ବାସା ଋଷି କହୁଛନ୍ତି ତମେ ଏ ପାୟସକୁ ତୁମ ଶରୀରରେ ଲଗେଇ ଦିଅ। ସେଠୁ ସେ ସବୁ ଶରୀର ଭିତରେ ଲଗେଇ ଦେଉଛନ୍ତି। ଲଗେଇ ସାରିଲା ପରେ ସେ କହୁଛନ୍ତି ତମ ଗୋଡ଼ରେ ଲଗାଅ। ସେଇଠୁ ସେ ହାତ ଯୋଡ଼ିଛନ୍ତି, କହୁଛନ୍ତି ଋଷିବର ଆପଣ ମୋ ଗୁରୁ, ଆପଣ ଯେତେବେଳେ ସେ ପାୟସକୁ ପ୍ରସାଦ ଲଗାଇଲେ, ଆପଣ ଯେତେବେଳେ ଖାଇସାରିଲା ପରେ ସେ ପାୟସ ହେଇକି ରହିଲାନି, ସେ ପ୍ରସାଦ ହେଇଗଲା। ଯେତେବେଳେ ପ୍ରସାଦ ହେଇଗଲା, ପ୍ରସାଦଟାକୁ ମୁଁ କେମିତି ଗୋଡ଼ରେ ଲଗାଇବି? ସେଇଠୁ ଦୁର୍ବାସା ଋଷି କହୁଛନ୍ତି ତୁମେ ଆଜି ସଫଳ ହେଇଛ, ମୁଁ ତୁମକୁ ପରୀକ୍ଷା କରୁଥିଲି ତୁମ ପାଖରେ କେତେ ଧୈର୍ଯ୍ୟ ଅଛି, କିନ୍ତୁ ମୁଁ ଆଜି ଦେଖିପାରିଲି ତୁମ ପାଖରେ ବହୁତ ଅସୀମ ଧୈର୍ଯ୍ୟ ଅଛି। ସେଥିପାଇଁ ଏମିତି ସମୟ ଆସିବ, ତୁମେ ଯେତେ ଜାଗା ତୁମ ଦେହରେ ପାୟସ ଲଗେଇଛ ସେ ଶରୀର ତୁମର ବଜ୍ର ପରି ହେଇଯିବ। ଇତିହାସ ସାକ୍ଷୀ ଅଛି, ମହାଭାରତ ଯୁଦ୍ଧରେ ଭଗବାନଙ୍କୁ କୌଣସି ତାଙ୍କୁ ଆଘାତ ହେଇନି କୌଣସି ସ୍ୱରରେ। ଆଉ ଲକ୍ଷ୍ୟ କରିଥିବେ, ଯେତେବେଳେ ଜରାସବର ତାଙ୍କୁ ମାରିଥିଲେ ବି ସେତେବେଳେ ତାଙ୍କ ପାଦରେ ଲାଗିଥିଲା, ତାଙ୍କ ଶରୀରରେ ଲାଗିନଥିଲା। କିନ୍ତୁ ଏତେ ବଡ଼ ଋଷି ଜଣେ ଏତେ ହଇରାଣ କରିଛନ୍ତି, କିନ୍ତୁ ସେ କେବେ ପ୍ରଶ୍ନ କରିନାହାନ୍ତି ଆପଣ ଏମିତି ମୋ ପାଇଁ କାହିଁକି କରୁଛନ୍ତି। କିନ୍ତୁ ଆମେ ସାଧାରଣ ମଣିଷ, ଆଜି ଆମକୁ ଯଦି ଆମ ବଡ଼ ଜଣେ କିଛି ଗୋଟେ ଦୁଇଟା ଲାଇନ୍ କହିଦେବ, ଏମିତି କର ସେମିତି କର, ଆମେ ତାଙ୍କୁ 50 ପ୍ରଶ୍ନ ପଚାରିବା। କିନ୍ତୁ ଭଗବାନ ହେଇକି ବି ସିଏ କେବେ ତାଙ୍କ ଗୁରୁକୁ ପଚାରନ୍ତି। ଜୟ ଶ୍ରୀକୃଷ୍ଣ।